ଆପଣ ଭଲ ଭାବରେ ଜାଣିଛନ୍ତି ପ୍ରଭୁ, ଯେଉଁ ଘରେ ସ୍ତ୍ରୀକୁ ସମ୍ମାନ ଦିଆଯାଏ ନାହିଁ, ଲକ୍ଷ୍ମୀ ସେଠି ଗୋटे ମୁହୂର୍ତ୍ତ ବି ରହିବାକୁ ଚାହାନ୍ତି ନାହିଁ। ମୁଁ ଏଇ ମୁହୂର୍ତ୍ତରେ ଶ୍ରୀମନ୍ଦିରକୁ ତ୍ୟାଗ କରୁଛି, କାରଣ ଏଇଟା ଯେ ମୋର ସମ୍ମାନର ପ୍ରଶ୍ନ ତା ନୁହେଁ, ଏଇଟା ସମଗ୍ର ନାରୀ ଜାତିର ସମ୍ମାନର ପ୍ରଶ୍ନ, ସମଗ୍ର ସ୍ତ୍ରୀ ଜାତିର ସମ୍ମାନର ପ୍ରଶ୍ନ। ମତେ ପ୍ରମାଣ କରିବାକୁ ପଡ଼ିବ ଯେ ପ୍ରତ୍ୟେକ ସ୍ତ୍ରୀ ଜଣେ ଜଣେ ଲକ୍ଷ୍ମୀ, ଆଉ ଲକ୍ଷ୍ମୀ ଛଡ଼ା ପୁରୁଷର ଏ ସମାଜରେ କୌଣସି ସ୍ଥାନ ନାହିଁ। ଇଏ କ'ଣ କରୁଛ ଲକ୍ଷ୍ମୀ? ଇଏ ଆପଣଙ୍କର କୁଳବୋହୂର ଗହଣା, ଯାହାକୁ ପିନ୍ଧିବାର ଅଧିକାର ମୁଁ ହରେଇ ସାରିଛି। ନାଇଁ ଲକ୍ଷ୍ମୀ, ତମେ ଏହାକୁ ରଖିପାର, କାରଣ ନିୟମ ଅନୁସାରେ ପତ୍ନୀକୁ ତ୍ୟାଗ କରିବାର 6 ମାସ ପର୍ଯ୍ୟନ୍ତ ପତ୍ନୀର ଭରଣ ପୋଷଣ ସବୁ ଦାୟିତ୍ୱ ବହନ କରିବା ପତିର ଧର୍ମ। ୟାକୁ ତମେ ସେୟା ହିଁ ଭାବିପାର। ଓ ସକଳ ଐଶ୍ୱର୍ଯ୍ୟର ଭଣ୍ଡାର ରତ୍ନାଙ୍କରଙ୍କ କନ୍ୟା ଲକ୍ଷ୍ମୀଙ୍କୁ ଏ ସାମାନ୍ୟ ଗହଣାର ମୋହ। ଏବେ ମୋର ଏଠି ଗୋଟେ ମୁହୂର୍ତ୍ତ ବି ରହିବା ଅସମ୍ଭବ ହେଇ ପଡୁଛି। ମୁଁ ଯାଉଛି, କିନ୍ତୁ ଗଲା ପୂର୍ବରୁ ମୋର ଗୋଟାଏ କଥା ମନେ ରଖନ୍ତୁ ପ୍ରଭୁ, ଯଦି ଚନ୍ଦ୍ର ସୂର୍ଯ୍ୟ ସତ୍ୟ, 10 ଦିଗପାଳ ସତ୍ୟ, କାୟ ମନ ବାକ୍ୟରେ ଯଦି ମୁଁ ସତୀ ନାରୀ ହେଇଥାଏ, ପତିଙ୍କ ଆଦର୍ଶକୁ ନିଜ ଆଦର୍ଶ ବୋଲି ଗ୍ରହଣ କରିଥାଏ, ତେବେ ମୋର ଅଭିଶାପ ଗ୍ରହଣ କରନ୍ତୁ ପ୍ରଭୁ। ଆପଣ ଦୁଇ ଭାଇଙ୍କୁ 12 ବର୍ଷ କାଳ ଅନ୍ନ ତ ଅନ୍ନ, ଜଳ ସୁଧା ବି ମିଳିବ ନାହିଁ। ଆଉ ଏଇ ଚଣ୍ଡାଳୁଣୀ ଆପଣଙ୍କୁ ଅନ୍ନ ନ ପରସିବା ଯାଏଁ ଆପଣ 12 ଦ୍ୱାର ଭିକାରୀ ହେଇ ବୁଲିବେ।